ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବୁହେନମାନଙ୍କୁ ମୋର୍ ଜୁହାର। ଭିଡ଼ିଓରେ କେହି ବି ନୂଆ ଅଛନ୍ ବୋଇଲେ ପ୍ଲିଜ୍ ଲାଇକ୍ ଆଉ ସବସ୍କ୍ରାଇବ୍ଟେ କରିଦେବେ। ଆଜି ଶୁନ୍ମା ଅବୁଲକରା କାହାଣୀର ଚତୁର୍ଥ ଭାଗ କାଲ ଭୈରବୀ ଆର୍ ତ୍ରିଶିରା ରାକ୍ଷସୀର କଥା। ଗୁସାଇ ଆର୍ ଅବୁଲକରା ତ ବାଟ ଚାଲୁଥିସନ୍, ବେଲବୁଡ଼ି ଆସୁଥିସି। ସେମାନେ ଗୁଟେ ଗାଁ ମୁଡ଼୍ସେ ଯାଇ ପହଞ୍ଚିସନ୍। ଦେଖସନ୍ ଯେ ସେ ପାଖେ ସୁନ୍ଦର ବନଟେ ଅଛେ ଆର୍ ଖଣେ ଦୂରେ ଝାଟି ମାଟିର କୁଡ଼ିଆ ଗୁଟେ ଥାଏ। ସେମାନେ ଆଜି ରାତିଟା ସେନ ରହିମୁ ବୋଲି ଭାବଲେ। ବୁଚକାପେଣା ରଖି ଗୁସାଇ କହିଲେ, ଆରେ ଅବୁଲକରା, ଆଜି ବାଟ ଚାଲି ଚାଲି ହଇରାଣ ହେଇଗଲୁନ। ଆଜି ଆର୍ ରନ୍ଧାବଢ଼ା ନାଇଁ କରୁଁ। ଯା ପାଖର ଗାଁ ଦୁକାନୁ ଚୁଡ଼ା ଗୁଡ଼ ଟିକେ କିଣି ଆନବୁ। ଚୁଡ଼ା ଗୁଡ଼ ବୁତରାଇ ଖାଇଦେମା। ରନ୍ଧାବଢ଼ା କଥା କାଲକେ ସକାଳେ ଦେଖମା। ଅବୁଲକରା ଗୁସାଇନୁ ପଇସା ନେଇ ଗାଁ ଭିତରକେ ଯାଇ ଗୁଟେ ଦୁକାନୁ ଚୁଡ଼ା ଗୁଡ଼ ଘିନି ସାରି ମନେ ମନ ଭାବଲା, ଏତେ ଦୂରୁ ଆସିଛୁଁ, ଇ ଗାଁ ପାଖେ ଆଖେ ଘାଏ ବୁଲି ଦେଖସି ବୋଲି ବୁଲି ବୁଲି ଦେଖୁଥାଇ। ଖଣେ ଦୂରୁ ଯାଇଚି କି ଦେଖସି ଗୁଟେ ଭଙ୍ଗା ରାଜଦରବାରନେ ରାଜା ମନ୍ତ୍ରୀ ସେନାପତି ସାଙ୍ଗେ ଯେତେ ରାଜଦରବାରୀ ପଥର ହେଇ ଯାଇଛନ୍। ଅବୁଲକରା କାବା ହେଇକରି ଦେଖସି, ଆରୁ ଇମାନଙ୍କୁ କିଏ ପଥର କଲା ବୋଲି ଜାନବାର ଲାଗି ସେ ପାଖର ଆଖର ଲୋକକେ ପଚରେଇ ବୁଲସି। ସେ ଲୋକମାନେ ଯାଇ ଯାହାର କାମେ କବାରେ ସେ ଲାଗିଥିସନ୍। ଏବେ ଆମେ ତତେ ଏତେ କଥା କହି ନେଇ ପାରୁଁ ବୋଲି ଅବୁଲକରାକେ ଖେଦି ଦେସନ୍। ହେତକେ ଅବୁଲକରା ଗୁସାଇ ପାସକେ ଆସି ଚୁଡ଼ା ଗୁଡ଼ ରଖିଦେଇ କହିଲା, ଗୁସାଇ, ଇ ଗାଁ ପାଖେ ମୁଇଁ ଦେଖଲି ଗୁଟେ ଭଙ୍ଗା ରାଜଦରବାରନେ ପଥରର ରାଜା ମନ୍ତ୍ରୀ ସାଙ୍ଗେ ସବୁ ରାଜଦରବାରୀ ଠିଆ ହେଇଛନ୍। ମୁଇଁ ସେ ପାଖର ଲୋକମାନକେ ପଚରାଲି, ମତେ କିଏ କିଛି କଥା ନାଇଁ କହିଲେ। ହେଲେ ଗୁସାଇ, ତମକୁ ତ ସବୁ କଥା ଜଣା, କାଏଁ ହେଲା ଏନ୍ତା ସଭେ ପଥର ହେଇଛନ୍ ସେ କଥାଟା ମତେ ଆଗ କହିଦିଅ, ନାଇଁ ତ ମୁଇଁ ମୋର ବାଟେ ଚାଲଲି। ଅବୁଲକରାର କଥା ଶୁନି ଗୁସାଇ କହିଲେ, ଠିକ୍ ଅଛେ, ଇ କଥାଟା ଶୁନବୁ ଯେ ଖିକିରି ଛିକିରି କାଏଁ ହେଉଛୁ? ଏତେ କଥାର ଲାଗି ମୁହଁ ଫୁଲଉଛୁ? ହଉ, ଏବେ ପକ୍କା କମ୍ବଲକେ ପୋତ ଛତା, ଶୁନ ଅବୁଲକରା କହୁଛେ ଏଇ କଥା। ତାରପରେ ଅବୁଲକରା କମ୍ବଲ ବିଛେଇ ବସି ପଡ଼ଲା। ଗୁସାଇ ପାନ ଖଣେ କଲେଇ ଦେଇ କହିଲେ, କାହିଁ କେତେ ବରଷର ଆଗେ ଇନର ରାଜା ଥିଲେ ଅମର ସେନ। ତାକର ରାଜୁତି ବେଲେ ପରଜାମାନେ ବହୁତ ସୁଖେ ଚଲୁଥିଲେ। ହେଲେ ରାଜାର ଗୁଟେ ଦୁଃଖ ଥାଏ ଯେ ତାକର ବଂଶ ରକ୍ଷା ଲାଗି ପୁଅ ଝିଟେ ନାଇଁ ଥାଏ। ହେଥିର ଲାଗି ତାକର ମନ ସବୁବେଲେ ଉନା। ଦିନେ ରଜାରାଣୀ ଭାବଲେ, ଆମେ ତୀର୍ଥ କରି ଯାଇ ଯାଇ ଭଗବାନଙ୍କୁ ପିଲାଛୁଆଟେ ମାଗମା। ଭାବି ରାଜା କିଛି ଦିନ ଲାଗି ତାକର ରାଜପାଟ ମନ୍ତ୍ରୀକେ ଦେଇ ରାଜାରାଣୀ ଦୁହେଁ ତୀର୍ଥଯାତ୍ରା କରିଗଲେ। ବାରାଣସୀରେ ଗୁଟେ ସିଦ୍ଧ ସାଧୁଙ୍କର ପାଖେ ରହି ତାଙ୍କର ବହୁତଟେ ସେବା କଲେ। ସେ ସାଧୁ ମହାତ୍ମା ରାଜାରାଣୀକେ ଖୁସି ହେଇ ତୁମର ସୁନ୍ଦର ଆଉ ଯୋଗ୍ୟ ପିଲାଟେ ହେବା ବୋଲି ଆଶୀର୍ବାଦ ଦେଲେ। କିଛି ଦିନ ଉତାରୁ ରାଜାରାଣୀ ନିଜର ଦେଶକେ ଫିରି ଦେଖଲେ ଯେ ସେ ମନ୍ତ୍ରୀ ରାଜସିଂହାସନକେ ଅକ୍ତିଆର କରି ନିଜେ ରାଜା ହେଇ ଦେଶ ଚଲଉଛେ। ଇଟା ଦେଖିକରି ରାଜାରାଣୀ ଆର୍ ରାଜଉଆସକେ ନାଇଁ ଯାଇ କରି ମନ ଦୁଃଖେ ଗୁଟେ ଜଙ୍ଗଲ ଭିତରକେ ଯାଇ କୁଡ଼ିଆଟେ କରି ରହିଲେ। କିଛି ଦିନ ଗଲା ଉତାରୁ ତାକର ପିଲାଟେ ହେଲା। ରାଜାରାଣୀ ଖୁସିରେ ନାଁ ଦେଲେ ଚନ୍ଦ୍ରଭାନୁ। ରାଜା ଯଥା ସମୟରେ ଚନ୍ଦ୍ରଭାନୁର ଶିକ୍ଷା ଦୀକ୍ଷା ବ୍ୟବସ୍ଥା କରିଦେଲେ। ଚନ୍ଦ୍ରଭାନୁ ବି ଖୁବ କମ ବୟସେ ସବୁ ବିଦ୍ୟାରେ ପାରଙ୍ଗମ ହେଇଗଲା। ଦେଖୁ ଦେଖୁ ଚନ୍ଦ୍ରଭାନୁକେ 18 ବରଷ ପୁରିଗଲା। ସେ ବହୁତ ସାହସୀ ଯୋଦ୍ଧା।
ଥିଲା। ତାର ସାହସର କଥା ଚାରିଆଡ଼େ ହୁରି ପଡ଼ୁଥାଏ। ଯାହିଁ ଗଲେ ସଭେ ତାର ପ୍ରଶଂସା କରୁଥନ୍। ଏନ୍ତା ଚନ୍ଦ୍ରଭାନୁର ବୀରତ୍ୱର କଥା ଯାଇ ଯାଇ ସେ ରାଜାର କାନେ ପଡ଼ଲା। ହେତ୍କେ ସେ ଖବରି ଲଗେଇ ଜାଣଲା ଯେ ଚନ୍ଦ୍ରଭାନୁ ହେଉଛେ ସେ ରାଜାର ପିଲା, ଯାର ରାଜଗାଦିଟା ସେ ଛଡ଼େଇ ନେଇ କରି ରାଜା ହେଇଛି। ତାହାକେ ରାଜଗାଦି ଯିବାର ଡର ଲାଗଲା। ତାରପରେ ସେ ବୁଦ୍ଧି ଖଞ୍ଜଲା କେନ୍ତା କରି ଇ ଚନ୍ଦ୍ରଭାନୁକେ ମାରବା। ତାରପରେ ଦିନେ ସେ ରାଜା ଚନ୍ଦ୍ରଭାନୁକେ ରାଜଦରବାରକେ ଡାକି କହେଲା, ଚନ୍ଦ୍ରଭାନୁ, ତତେ ପ୍ରଜାମାନେ ବହୁତ ପରାକ୍ରମୀ ବୋଲି କହୁଛନ୍। ଠିକ୍ ଅଛେ, ତେବେ ତୁଇ ଗୁଟେ କାମ କର। ତୁଇ ଯାଇ ତ୍ରିଶିରା ରାକ୍ଷସୀର ମୁଡ଼ ଆନି ମତେ ଦେ, ନାଇଁ ହେଲେ ତତେ ଶୂଲି ଦିଆଯିବା ବୋଲି ରାଜା ଆଦେଶ ଦେଲା। କାହିଁ ଯେ ବୋଇଲେ ରାଜା ଜାନିଥାଏ ଯେ ତ୍ରିଶିରା ରାକ୍ଷସୀର ପାଶକେ ଯିଏ ଥରେ ଗଲେ ଆର୍ ନାଇଁ ଫିରେ, ତାର ଜୀବନ ଯିବାର ସୁନିଶ୍ଚିତ ବୋଲି ରାଜା ମନେ ମନ କେତେଟେ ଖୁସି ହେଉଥାଏ। ହେଲେ ଚନ୍ଦ୍ରଭାନୁ ଇ କଥାରେ ଟିକେ ନାଇଁ ଡରି ରାଜାର ଘୋଡ଼ାସାଲୁ ବରକସିଆ ଘୋଡ଼ା ଗୁଟେ ବାଛି ହାତେ ଖଣ୍ଡା ଧରି ବାହାରିଲା ସେ ରାକ୍ଷସୀକେ ଖୋଜି। କେତେ ନଏ ନାଲ ଜଙ୍ଗଲ ପର୍ବତ ଡେଗି ପହଞ୍ଚିଲା ଗୁଟେ ନିଛାଟିଆ ଜାଗାନେ। ସେଠାନେ ଗୁଟେ ସାଧୁ ତପସ୍ୟାରେ ବସିଥନ୍। ଚନ୍ଦ୍ରଭାନୁ ସେ ପାଶକେ ଯାଇ ସାଧୁକେ ମୁଡ଼ିଆ ମାରି ତାକର ଗୋଡ଼ ପାଖେ ବସି ରହେଲା। ସେ ସାଧୁ ତପସ୍ୟାର୍ନୁ ଉଠବାର ଯାଏ ସେ ରାଏତ ବସିଥାଏ। ସେ ରାଏତ ଯାଇ ସକାଳ ହେଲା। ସାଧୁ ତପସ୍ୟାର୍ନୁ ଉଠଲେ। ଚନ୍ଦ୍ରଭାନୁର ନିଷ୍ଠା ଭକ୍ତି ଦେଖି ଖୁବ୍ ଖୁସି ହେଇଗଲେ। ଆର୍ ହସି ହସି କହିଲେ, ଉଠ ବତ୍ସ୍ୟ, ତୁଇ ମୋର୍ନୁ କାଣା ଚାହୁଁଛୁ? ଚନ୍ଦ୍ରଭାନୁ କହେଲା, ମୁଇଁ ତ୍ରିଶିରା ରାକ୍ଷସୀର ମୁଡ଼ ନେବା ଲାଗି ଆସିଛେଁ। ସେ ସବୁ କଥା ସାଧୁକେ କହେଲା। ସବୁ ଶୁନି ସାଧୁ କହେଲେ, ବତ୍ସ୍ୟ, ଅବଶ୍ୟ ତୁଇ ସେ ରାକ୍ଷସୀର ମୁଡ଼ ନେଇକରି ଗଲେ ତୋର ଭାଗ୍ୟ ବଦଲି ଯିବା। ହେଥିର ଲାଗି ତୁଇ ଇ ଉତ୍ତର ଦିଗ ଆଡ଼େ ଯା। ସେନ ଦେଖବୁ ଗୁଟେ ଗୁମ୍ଫାର ମୁହେଁ ତିନଟା ଆଇଁକ ଫୁଟଲା କାଣି ରାକ୍ଷସୀ ବସିଥିବେ। ସେମାନଙ୍କର ପାଖେ ଗୁଟେ ମାଠିଆ ଉଲା ହେଇଛି। ସେ ମାଠିଆ ଭିତରେ ଗୁଟେ ମାଣିକ୍ୟର ଆଇଁକ ଅଛେ। ସେମାନେ ସେ ଆଇଁକକେ ଧରଲେ ସବୁ କଥା ଦେଖି ପାରସନ୍। ହେଥିର ଲାଗି ତୁଇ ଆଗ ଯାଇ ସେ ମାଠିଆର ଆଇଁକକେ ବେଟି ଧରବୁ। ତାରପରେ ସେମାନକେ ତ୍ରିଶିରା ରାକ୍ଷସୀ କେନେ ରହୁଛେ ବୋଲି ପଚରାବୁ। ସେମାନେ ଯଦି ନାଇଁ କହେବେ ବୋଇଲେ ତୁଇ ଇ ଆଇଁକଟାକେ ବିଲକୁଲ ନାଇଁ ଦେବୁ। ଆର୍ କହିବୁ, ମୁଇଁ ହେଉଛେଁ କାଲ ଭୈରବୀଙ୍କର ଭକ୍ତ। ଇ କଥା ଶୁଣଲେ ସେ କାଣି ରାକ୍ଷସୀମାନେ ତତେ ତ୍ରିଶିରାର ରାକ୍ଷସୀର କଥା କହିଦେବେ। ତାରପରେ ତୁଇ ସେମାନଙ୍କର ଆଇଁକ ଦେଇ ଦେଇ କରି କାଲ ଭୈରବୀଙ୍କର ମନ୍ଦିରକେ ଯାଇ ମାଙ୍କର ପାଖେ ଅଧିଆ ପଡ଼ବୁ। ମା ପ୍ରସନ୍ନ ହେଲେ ତାର କରୁଣାନୁ ତୋର ସବୁ କାମ ହେଇଯିବା। ତାରପରେ ଚନ୍ଦ୍ରଭାନୁ ସାଧୁଙ୍କର ଆଶୀର୍ବାଦ ନେଇ କରି ଚାଲଲା ଉତ୍ତର ଦିକେ ଯାଇ ପହଞ୍ଚିଲା ଗୁଟେ ଗୁମ୍ଫା ପାଖେ। ସେ ଗୁମ୍ଫାର ମୁହେଁ ତିନଟା କାଣି ଅସୁରୁଣୀ ମାଠିଆ ଗୁଟେ ଉଲେଇ ବସିଥିଲେ। ଚନ୍ଦ୍ରଭାନୁ ଲୁକି ଲୁକି ଯାଇ ସେ ମାଠିଆ ଭିତରୁ ଆଇଁକ ବେଟି ଆନି ହାତେ ଧରଲା। ତିନ ଅସୁରୁଣୀ ମାନେ ଗନ୍ଧୁଛେ ବୋଲି ବାରି ପାରି କିଏ ଆସିଛେ ଦେଖମୁ ବୋଲି ମାଠିଆ ଭିତରକେ କାଢ଼ି ଦେଖିଲେ ଯେ ମାଠିଆ ଭିତରେ ଆଇଁକ ନାଇଁ। ତାରପରେ ତିନ ଜଣ କାହିଁ ଗଲା ଆଇଁକ ବୋଲି ପଚରା ଉଚରା ହେଲେ। ହେତ୍କେ ଚନ୍ଦ୍ରଭାନୁ କହେଲା, ଆଇଁକଟା ମୁଇଁ ଧରିଛେଁ। ମୁଇଁ ହେଉଛେଁ ମା କାଲ ଭୈରବୀଙ୍କର ଗୁଟେ ଭକ୍ତ। ମତେ ତ୍ରିଶିରା ରାକ୍ଷସୀ କେନ୍ ପାଖେ ଅଛେ କହିଦେଲେ ମୁଇଁ ଇ ତୁମର ଆଇଁକଟା ତମକୁ ଫିରେଇ ଦେମି। ଅସୁରୁଣୀମାନେ କାଲ ଭୈରବୀଙ୍କର ନାଁ ଶୁନି ଡରିଗଲେ। ଆର୍ କହେଲେ, ଏ ବୁଆ, ସେ କାଲ ଭୈରବୀ ଲାଗି ତ ଆମର ଇ ଦଶା। ହଉ
শুন, ই পচাড়র গুম্ফা ভিতরকে যা, ক্ষণে দূর গলে কাল ভৈরবীঙ্কর মন্দির পড়বা। তার পଛେ আমর ভଉଣୀ ତ୍ରିଶିରା ରାକ୍ଷସୀର ଉଆସ। ଏବେ ଆମର ଆଏକଟା ଆମକୁ ଦେଇଦେ ଆରୁ ଯା। ସବୁ ଶୁନି ଚନ୍ଦ୍ରଭାନୁ ସେ ଆଏକକେ ମାଠିଆ ଭିତରେ ରଖିଦେଇ ଗୁମ୍ଫା ଭିତରକେ ଗଲା। ক্ষণে দূর যাইছে কি দেখলা কাল ভৈরবীঙ্কর মন্দির। সে দেবীঙ্কর আগে নাই খাই নাই পি পাল পড়লা। 3 দিন 3 রাত পরে দেবী প্রসন্ন ହେଇକରି ଚନ୍ଦ୍ରଭାନୁକେ କହିଲେ, ଉଠ ବତ୍ସ୍ୟ, ମୁଇଁ ତୋର ସବୁ କଥା ଜାନୁଛେଁ। ତକେ ଯଦି ତ୍ରିଶିରା ରାକ୍ଷସୀର ମୁଣ୍ଡ ଦରକାର ତେବେ ମୁଇଁ ତତେ ନିଶ୍ଚୟ ସାହାଯ୍ୟ କରମି। ତୁଇ ଏବେ ଯା। মোর পছাড়ে গুটে বখরা অছে, সেন গুটে মন পবন কঠৌ অদহন কুর্তা বজ্রবলী খଣ୍ଡା আর গুটে দর্পণ অছে। সে ସବୁকে আনিকরি আ। মন পবন কঠৌ পিঁধিলে তুই যেনেকে ইচ্ছা কলে ছন ঘড়িকে পৌঁছি ଯିବୁ। আর সে অদহন কুর্তা পিঁধিলে ততে জুয়ে বি নাই জ্বলেই পারে। আর বজ্রবলী খଣ୍ଡାନେ তুই যাଏটাকে চোট পকাবু, গুটে চোটনে 2 গড়ি ହେଇଯିବା। আর শুন, ত্রিশিরা রাক্ষসীকে ଯିଏ ସିଧା ସଲକ ଦେଖବା ସେ ପଥର ପାଲଟି ଯିବା। ହେଥିର ଲାଗି তুই ই দর্পণনে তাহাকে দেখি পচাড়ে চালি চালি তার গলা কাটিদেবু। আর তার মুড়কে সেন্তা দর্পণনে দেখি থালিয়া গুটে ঢাবি দেই কপড়ানে বুচকাটে করি বাঁধবু। আর তোর କାର୍ଯ୍ୟ সিদ্ধি হেলে যেন পাখর জিনিস সে পাখে রখিদেই ଯିବୁ। কাল ভৈরবীঙ্কর আশীর্বাদ পাই মা কয়লা হিসাবে চন্দ্রভানু যাই ত্রিশিরা রাক্ষসীর দুর্গনে পৌঁছিলা। চন্দ্রভানুকে দেখু দেখু রাক্ষসী ধাଇଁ আসলা। চন্দ্রভানু দর্পণনে দেখি পারুথায় রাক্ষসী 3টা বিকটাল মুড় ସେଥିର୍ନୁ ଜୁଇ ହୁଲା ହୁଲା ବାହାରୁଥାଏ। ଚନ୍ଦ୍ରଭାନୁକେ ପୁଡ଼େଇ ଦେବାର ଲାଗି ରାକ୍ଷସୀ ମୁହଁର୍ନୁ ନିଆଁ ବାହାର କରୁଥାଏ। ହେଲେ ସେ ତ ଅଦହନ କୁର୍ତ୍ତା ପିନ୍ଧିଥାଏ, ଜୁଏ ବି ତାର କିଛି ନାଇଁ କରିପାରେ। ଚନ୍ଦ୍ରଭାନୁ ଦର୍ପଣକେ ଦେଖି ଦେଖି ପଛେଇ କରି ଯାଇ ଯାଇ ବଜ୍ରବଲି ଖଣ୍ଡାନେ ଗୁଟେ ଚୋଟ ପକାଲା ଯେ ସେ ରାକ୍ଷସୀର ପିତଲ ମୁଡ଼ ଗୁଟେ ଚୋଟେ ଛିଡ଼ି ପଡ଼ିଗଲା। ରାକ୍ଷସୀର ରଢ଼ିଟେ ଛାଡ଼ଲା ଯେ ଗଛର ପତର ଝଡ଼ିଗଲା। ତାରପରେ ଚନ୍ଦ୍ରଭାନୁ ସେ ମୁଡ଼କେ ଥାଲିଆ ଗୁଟେ ଢାବି କପଡ଼ାନେ ବୁଚକା ବାନ୍ଧି ଧରି ଚାଲଲା ଭୈରବୀଙ୍କର ମନ୍ଦିରକେ। ମାକେ ଜୁହାର କରି ଯେନର ଜିନିଷ ସେନ ରଖିଦେଲା। ତାରପରେ କାଲ ଭୈରବୀ କହିଲେ, ତ୍ରିଶିରା ରାକ୍ଷସୀର ମୁଡ଼ ନେଇକରି তুই ଏବେ তোর দেশকে যা। কেবে বি সিধা সলক ই রাক্ষসীর মুহকে নাই দেখবু, দর্পণনে দেখবু। দেবীঙ্করনু আশীর্বাদ নেই সে মুড়কে ধরি নিজর রাইজ পৌঁছিলা। সে রাজদরবারকে যাই রাক্ষসীর মুড় আনিছে বলি রাজাকে খবর পঠালা। ই কথা শুনি রাজা মন্ত্রী রাজকর্মচারী মানে ধাଇଁ আসলে। ই জীবন বଞ୍ଚি কেন্তা আইলা বলি সভে দাঁত চাবুথন। রাজা আদেশ দেলে, কেনছে সে ত্রিশিরা রাক্ষসীর মুড় দেখা, সৎ কৌচু কি ঠকুচু যে এবে জনা ଯିବା। শৈতান যাহা হেলে বি আজি তুই মরবু। তারপরে চন্দ্রভানু দর্পণকে দেখি সে বুচকাকে তলে রখি রাক্ষসীর মুড় উপরু থালিয়া কাঢ়িদেলা। রাক্ষসীর কটা মুড় আয়ে ঢিল ঢিল করে দেখুথায়ে। তারপরে সেনর সভে যেন্তা সে মুড়কে দেখলে দেখু দেখু রাজা মন্ত্রী যেতে কর্মচারী পথর ହେଇଗଲେ। হেতকে চন্দ্রভানু সে রাক্ষসীর মুড়কে থালিয়া ঢাবি ଦେଇକରି খাল খুলি মায়ের তুপি দেলা। তারপরে সে যাই তার বাপাকে আনি সিংহাসনে বসেই রাজা কলা। ই কথা দেখি পর্যামানে চন্দ্রভানুর জয় জয়কার কলে। আর সেদিনু সভে রাজা পর্যা খুশিনে রহিলে।
ଇ କଥା ସାରି ଗୁସେଇଁ କହିଲେ, ଶୁଣଲୁ ତ ବୋଲକରା ଇ ପଥରର ମୂର୍ତ୍ତିମାନଙ୍କର ଇତିହାସ। ହଉ ଏବେ ଚାଲ କାଣା ଟିକେ ଖାଇ ବିଶ୍ରାମ ନେମା।